ମା ନିଜ ବାଙ୍କେଶ୍ୱରୀ ମନ୍ଦିର ଡୁମୁଳା ଗଞ୍ଜାମ। ମା ନିଜ ବାଙ୍କେଶ୍ୱରୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଥିବା ଏକ ପ୍ରସିଦ୍ଧ ଶକ୍ତିପୀଠ, ଅଟୁଟ ଆସ୍ଥା ଓ ଭକ୍ତିର ପ୍ରତୀକ। ଏହି ମନ୍ଦିର ଦିଗ ପହଣ୍ଡି ରାସ୍ତାରେ ବ୍ରହ୍ମପୁରରୁ 35 କିଲୋମିଟର ଦୂରରେ କେରାଣ୍ଡିମାଳ ପାହାଡ଼ ଉପରେ ଅବସ୍ଥିତ। ଏହି ମନ୍ଦିର ଏକ ଅତ୍ୟନ୍ତ ପ୍ରାଚୀନ ଶ୍ରଦ୍ଧାସ୍ଥଳ ଭାବରେ ପରିଚିତ। ପୁରାତନ କାଳରେ ଏହି ମନ୍ଦିର ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଥିଲା, ଯେଉଁଠି ବନ୍ୟ ପ୍ରାଣୀ ଓ ଅନ୍ୟାନ୍ୟ ପ୍ରାଣୀ ରହୁଥିଲେ। ଏହି ଅଞ୍ଚଳରେ ମାଙ୍କ ଉପାସନା ଏକ ଗୁପ୍ତ ଓ ଗଭୀର ଧାର୍ମିକ ଅନୁଷ୍ଠାନ ଥିଲା। ଏହି ମନ୍ଦିରର ମୂଳ ଇତିହାସ ଓ ଅନୁଭୂତି ଏହିପରି ଯେ ମାଙ୍କ ଇଚ୍ଛା ଅନୁସାରେ ଏହି ଶ୍ରୀମନ୍ଦିର ଡୁମୁଳା ଗ୍ରାମରେ ନିର୍ମିତ ହୋଇଥିଲା। ମନ୍ଦିରର ଗର୍ଭଗୃହରେ ମା ବାଙ୍କେଶ୍ୱରୀଙ୍କ ମୂର୍ତ୍ତି ଅବସ୍ଥିତ, ଯାହା ମା ଶକ୍ତିଙ୍କ ଅପାର ଶକ୍ତିର ପ୍ରତୀକ। ମା ଜଣେ ଦୀପ୍ତିମାନ ଲାଲ ଶାଢ଼ୀ ପିନ୍ଧିଛନ୍ତି, ଯାହା ତାଙ୍କର ରକ୍ଷାକାରୀ ଓ ଭୟଭୀତ ରୂପକୁ ପ୍ରଦର୍ଶନ କରେ। ଏହି ମନ୍ଦିରରେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ଅବସରରେ ବଡ଼ ମେଳା ହୁଏ, ଯେଉଁଠି ଅନେକ ଭକ୍ତ ଏଠାକୁ ଆସନ୍ତି। ଏହି ଉତ୍ସବ ମାଙ୍କ ଉପାସନାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟୁଟ ଆସ୍ଥାର ପ୍ରତୀକ। ଏହା ଏକ ଗୁପ୍ତ ଶକ୍ତିପୀଠ ଭାବେ ପରିଚିତ। ମା ଏଠି ନିଜ ଇଚ୍ଛାରେ ପ୍ରକଟ ହୋଇଥିବା ବିଶ୍ୱାସ ଅଛି ଏବଂ ଭକ୍ତଙ୍କ ଦୁଃଖ ଦୂର କରନ୍ତି। ଏହି ସ୍ଥାନ ଶକ୍ତି ଉପାସନା ଓ ଆଧ୍ୟାତ୍ମିକ ଶାନ୍ତିର ଏକ ଅନନ୍ୟ କେନ୍ଦ୍ର। ମା ବାଙ୍କେଶ୍ୱରୀଙ୍କ ସିନ୍ଦୂର ଅତ୍ୟନ୍ତ ପବିତ୍ର ଓ ଶକ୍ତିଶାଳୀ ବୋଲି ଭକ୍ତମାନେ ମାନନ୍ତି। ଏହା ଶକ୍ତିର ପ୍ରତୀକ। ମାଙ୍କ ମଥାରେ ଥିବା ସିନ୍ଦୂର ତାଙ୍କର ଶକ୍ତି, ରୁଦ୍ରତା ଓ ମାତୃଶକ୍ତିର ଚିହ୍ନ। ଭକ୍ତମାନେ ଏହି ସିନ୍ଦୂର ନେଇ ନିଜ ମଥାରେ ଲଗାନ୍ତି। ଏହାଦ୍ୱାରା ମାଙ୍କର ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ, ଯାହା ଶକ୍ତି ରକ୍ଷା ଓ ଆଶୀର୍ବାଦ ଦେବାର ଚିହ୍ନ। ଘରେ ଆଣି ରଖିଲେ ବି ଶୁଭ ମନାଯାଏ। ମାଙ୍କ ସିନ୍ଦୂର ଥିବା ଘରେ ଅଶୁଭ କାର୍ଯ୍ୟ, ଦୁଃଖ, ବିପଦ ଆସିପାରେ ନାହିଁ ବୋଲି ଭକ୍ତମାନେ ମାନନ୍ତି। ମହିଳାମାନେ ମାଙ୍କୁ ସିନ୍ଦୂର ଦେଇ ଆଶୀର୍ବାଦ ନେଇଥାନ୍ତି। ବିବାହ ସୁଖ, ପତିର ଆୟୁ ଓ ଘରର ଶୁଭତା ପାଇଁ ଉଦାହରଣ ଭାବେ ଅନେକ ମଣିଷ ମାଙ୍କ ପାଖରେ ସିନ୍ଦୂର ରଖି ସେଥିରୁ ଥୋଡ଼ା ନିଅନ୍ତି ଘରକୁ ଆଣନ୍ତି। ମା ବାଙ୍କେଶ୍ୱରୀ ଦେବୀଙ୍କୁ ପୂଜା କଲେ କ'ଣ ଶୁଭ ଫଳ ମିଳିଥାଏ? ମନସ୍କାମନା ପୂରଣ ହୁଏ। ଯିଏ ନିଷ୍ଠା ଓ ଶ୍ରଦ୍ଧାର ସହିତ ପୂଜା କରେ, ମା ତାଙ୍କର ଇଚ୍ଛା ନିଶ୍ଚିତ ଭାବେ ପୂରଣ କରନ୍ତି। ସମସ୍ତ ବିପଦ ଦୂର ହୁଏ। ଦୁଃଖ, ରୋଗ, ଦୁର୍ଘଟଣା ଓ ବିପଦ ପାଖକୁ ଆସିପାରେ ନାହିଁ। ସନ୍ତାନ ସୁଖ ମିଳେ। ନିଃସନ୍ତାନ ଦମ୍ପତି ଯଦି ଭକ୍ତି ଭାବରେ ପୂଜା କରନ୍ତି, ମା ସନ୍ତାନ ଦାନ କରନ୍ତି। ମା ବାଙ୍କେଶ୍ୱରୀଙ୍କ ପୂଜା କଲେ ମଣିଷ ଜୀବନରେ ଶାନ୍ତି, ସୁଖ, ସମୃଦ୍ଧି ଓ ଆଧ୍ୟାତ୍ମିକ ଉନ୍ନତି ପାଏ। ମା ବାଙ୍କେଶ୍ୱରୀ ଏକ ଅତ୍ୟନ୍ତ ଶକ୍ତିଶାଳୀ ଓ ଦୟାମୟୀ ଦେବୀ। ତାଙ୍କୁ ଯେଉଁ ଭକ୍ତ ନିଷ୍ଠା ଓ ଶ୍ରଦ୍ଧାର ସହିତ ପୂଜା କରେ, ସେ ଭକ୍ତଙ୍କ ସମସ୍ତ ଦୁଃଖ, କଷ୍ଟ ଓ ବିପଦ ଦୂର କରିଦିଅନ୍ତି। ଭକ୍ତଙ୍କୁ ଦର୍ଶନ ଦିଅନ୍ତି। କେବେ ଶିଶୁ ରୂପରେ, କେବେ ଜଣେ ମା ବା ଯୁବତୀ ରୂପରେ ଦେଖା ଦିଅନ୍ତି। ଯେଉଁଠି ମାଙ୍କର ପୂଜା ଓ ନାମ ସ୍ମରଣ ହୁଏ, ସେଠି ବିପଦ ଆସିପାରେ ନାହିଁ। ଅନେକ ଭକ୍ତ କହିଛନ୍ତି ଯେ ମା ବାଙ୍କେଶ୍ୱରୀ ସ୍ୱପ୍ନରେ ଦେଖାଦେଇ ଉପାୟ କହିଛନ୍ତି, ବେମାରୀ ଠିକ୍ କରିଛନ୍ତି ଏବଂ ହରାଇଥିବା ଜୀବନରେ ନୂଆ ଆଶା ଦେଇଛନ୍ତି।